21 ସେପ୍ଟେମ୍ବର ମହାଳୟା ଅମାବାସ୍ୟା ପିତୃପକ୍ଷର ଶେଷ ଦିନ, ଯାହାକୁ ସର୍ବପିତୃ ଅମାବାସ୍ୟା ବୋଲି କହୁଅଛେ। ଏହି ଦିନ ଯେଉଁ ବି ବ୍ୟକ୍ତି ଏହି ଗୋଟାଏ ଜିନିଷ ନିଜ ପିତୃଙ୍କ ଉଦ୍ଦେଶ୍ୟରେ ଦାନ ଦେଇଥାଏ, ସେ ଜନ୍ମ ଜନ୍ମାନ୍ତରର ଗରିବୀ ସମୂଳେ ନାଶ ହୋଇଥାଏ। ପୁରା ପିତୃପକ୍ଷର 15 ଦିନ ଯାକ ଆପଣ କ'ଣ କରିଛନ୍ତି କିମ୍ବା ନ କରିଛନ୍ତି, କିନ୍ତୁ ଏହି ଅମାବାସ୍ୟା ଦିନ ନିଜ ପିତୃଙ୍କ ଉଦ୍ଦେଶ୍ୟରେ ଗୋଟାଏ ଜିନିଷ ନିହାତି ଦାନ କରନ୍ତୁ। ତେବେ ସେହି ଜିନିଷଟି କ'ଣ ଅଟେ? ଦର୍ଶକ ବନ୍ଧୁ, ଆପଣମାନେ ନିହାତି ଜାଣିଥିବେ ଯେ ପିତୃ ଅମାବାସ୍ୟା ଦିନ ବା ମହାଳୟା ଅମାବାସ୍ୟା ଦିନ ବ୍ରାହ୍ମଣଙ୍କୁ କିଛି ଦାନ କରାଯାଏ। ଏହାଦ୍ୱାରା ଆମ ପିତୃଲୋକ ଶାନ୍ତି ପାଇଥାନ୍ତି। ତେବେ ସେହି କ'ଣ କ'ଣ ଦାନ ଦେବା ଦରକାର? ପ୍ରକୃତରେ ବ୍ରାହ୍ମଣଙ୍କୁ କେଉଁ କେଉଁ ଜିନିଷ ସର୍ବପିତୃ ଅମାବାସ୍ୟା ବା ମହାଳୟା ଅମାବାସ୍ୟା ଦିନ ଦାନ ଦେବା ଦରକାର? ଆପଣମାନେ ଏହି ଜିନିଷଟି ପୁରା ବିଶ୍ୱାସର ସହିତ ଦାନ କରନ୍ତୁ ଯେ ଆପଣ ଯାହା ବି ଦାନ କରିବେ, ଆପଣଙ୍କର ପୂର୍ବଜମାନେ ନିହାତି ସେ ସବୁକୁ ଗ୍ରହଣ କରିବେ। ଏହି ପିତୃପକ୍ଷର 15 ଦିନରେ ଏହି ଜିନିଷ ଦାନ କରିବା ଦ୍ୱାରା ଆପଣଙ୍କ ପିତୃଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଆପଣ କ'ଣ ଜାଣିଛନ୍ତି ମୃତ ବ୍ୟକ୍ତିଙ୍କର ଆତ୍ମା କ'ଣ ଖାଇଥାଏ? ମୃତ ବ୍ୟକ୍ତିଙ୍କର ପରିବାର ଯାହା ବି ଶ୍ରାଦ୍ଧ ଏବଂ ପିଣ୍ଡଦାନ ଦେଇଥାଏ, ତାହାକୁ ମୃତକଙ୍କ ଆତ୍ମା ବା ମୃତକ ଆତ୍ମା ତାହାକୁ ଗ୍ରହଣ କରିଥାଏ। ଆମେ ଦବା ଦ୍ୱାରା ତାର ଆତ୍ମା ତୃପ୍ତ ହୋଇଥାଏ ଏବଂ ଯେଉଁ ବ୍ୟକ୍ତିର ପରିବାର ଶ୍ରାଦ୍ଧ ପିଣ୍ଡଦାନ ଦେଇନଥାଏ, ତାର ଆତ୍ମା ଅତୃପ୍ତ ଆତ୍ମା ସହକାରେ ବୁଲୁଥାଏ। ତେଣୁ ଏହି ପିତୃପକ୍ଷର 15 ଦିନରେ ଶ୍ରାଦ୍ଧ ତର୍ପଣ ଏସବୁ କରିବା ନିହାତି ଆବଶ୍ୟକ ଅଟେ। ଏବେ ଚାଲନ୍ତୁ ମୁଁ ଆପଣଙ୍କୁ କହିବି ଏହି ସର୍ବପିତୃ ଅମାବାସ୍ୟା ବା ମହାଳୟା ଅମାବାସ୍ୟା ଦିନ କେଉଁ ଜିନିଷ ଦାନ କରିବେ। ଆଜି ଯେଉଁ ଉପାୟ ବତାଇବି ଦର୍ଶକ ବନ୍ଧୁ, ଏହି ସବୁ ଜିନିଷ ନିହାତି ଦାନ କରନ୍ତୁ। ତେଣୁ ଭିଡ଼ିଓଟି ପୂର୍ବରୁ ହିଁ ଆପଣଙ୍କ ପାଖକୁ ନେଇ ଆସିଛି। ଭିଡ଼ିଓକୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଏବଂ ଏହି ସବୁ ଜିନିଷ ଆପଣଙ୍କର ରୋଷେଇ ଘରେ ପୁରା ଉପଲବ୍ଧି ଅଟେ। ଗୋଟାଏ ଗୋଟାଏ ଜିନିଷ ଆପଣ ଲେଖିକରି ରଖନ୍ତୁ। ନିଜ ପୂର୍ବଜଙ୍କ ଉଦ୍ଦେଶ୍ୟରେ ଗୋଟାଏ ଗୋଟାଏ ଜିନିଷ ଦାନ କରନ୍ତୁ ଏବଂ ଭିଡ଼ିଓର ଶେଷରେ ଆପଣଙ୍କୁ କିଛି ଉପାୟ ବି କହିବି, ଯାହାକି ଅମାବାସ୍ୟା ଦିନ କରିବା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧିର ଆଗମନ ହେବ। ଏବଂ ଆପଣମାନେ ଜାଣିଥିବେ ଯେ ମହାଳୟା ଅମାବାସ୍ୟା ଦିନ ମା ଦୁର୍ଗତି ନାସିନୀ ଏହି ଧରାପୃଷ୍ଠକୁ ଆସିଛନ୍ତି ଏବଂ ଏହି ବର୍ଷ ମା ଦୁର୍ଗତି ନାସିନୀ ହାତୀ ପିଠିରେ ବସି ଧରାପୃଷ୍ଠକୁ ଆସୁଛନ୍ତି। ଏହା ବହୁତ ଶୁଭ ଅଟେ ପୃଥିବୀ ଲୋକ ପାଇଁ। ଏବେ ଦର୍ଶକ ବନ୍ଧୁ, ଆପଣମାନେ ଲେଖି ରଖନ୍ତୁ ଯେ କେଉଁ କେଉଁ ଜିନିଷ ଆପଣ ମହାଳୟା ଅମାବାସ୍ୟା ଦିନ ଦାନ ଦେବେ। ଏହି ସବୁ ଜିନିଷ ବ୍ରାହ୍ମଣଙ୍କୁ ଦାନ ଦିଆଯାଏ। ତେବେ ପ୍ରଥମେ ଆପଣ ସୋରିଷ ତେଲ ଦାନ ଦେବେ। ଦ୍ୱିତୀୟରେ ଗୁଡ଼, 100 ଗ୍ରାମର ଗୁଡ଼କୁ ଟିକିଏ ମାତ୍ରାରେ ଦେବେ ନାହିଁ, ଏହାକୁ 100 ଗ୍ରାମର ଗୁଡ଼ ଦେବେ। 100 ଗ୍ରାମର ଚିନି ଏବଂ ଡାଲି, ଆପଣଙ୍କର କିଚେନରେ ଏହା ନିହାତି ଉପଲବ୍ଧ ଥିବ। କିଛି ମୁଗ ଡାଲି ଦେବେ, ତା ସହିତ ଲୁଣ କିଛି ଦେବେ। ଆଜିର ଦିନରେ ଲୁଣ ଦାନ ଦେବା ଦ୍ୱାରା କରଜ ମୁକ୍ତି ହୋଇଥାଏ। ଆଜିର ଦିନରେ ଲୁଣ ଦାନ ଦେବା ଦ୍ୱାରା ମଣିଷର ଜନ୍ମ ଜନ୍ମାନ୍ତରର ଗରିବୀ ନାଶ ହୋଇଥାଏ। ତାପରେ ପଇତା, ଧଳା ରଙ୍ଗର ପଇତା, ଯାହାକି ଆପଣମାନେ ନିହାତି ଜାଣିଥିବେ। ତାପରେ କିଛି ଧଳା ରଙ୍ଗର ବସ୍ତ୍ର ଦିଅନ୍ତୁ, କିଛି ନହେଲେ ଗୋଟିଏ ଟବାଲ ବି ଦିଅନ୍ତୁ, କିନ୍ତୁ ଦିଅନ୍ତୁ। ତାପରେ ଆସୁଛି କିଛି ଚାଉଳ ଆପଣମାନେ ଦେବେ, ଧଳା ରଙ୍ଗର ଚାଉଳ ଦେବେ, କାରଣ ପୂର୍ବଜଙ୍କ ଉଦ୍ଦେଶ୍ୟରେ ସବୁବେଳେ ଚାଉଳ ଧଳା ଜାତୀୟ ଜିନିଷ ଦିଆଯାଏ। ତାପରେ କିଛି କଳା ରାଶି ଦାନ ଦେବେ। ତାପରେ ଆପଣମାନେ କିଛି ଶ୍ରାଦ୍ଧର ପରିବା, ଯାହାକୁ କୁହାଯାଏ କଞ୍ଚା କଦଳୀ, ତା ସହିତ ଆପଣମାନେ ଦେବେ ଗୁହାର ଦେବେ, ତୋରଡ଼ା ଦେଇପାରନ୍ତି ଏବଂ ତା ସହିତ ଖମ୍ବ ଆଳୁ ଏବଂ ସାରୁ, ବିଲାତି ସାରୁ ଯାହାକୁ କୁହାଯାଏ ତାହା ଦେବେ ଏବଂ ତା ସହିତ ଏତିକି ଜିନିଷ ପରିବାରେ ଦେବେ ଏବଂ ତା ସହିତ କିଛି ହଳଦୀ ଗୁଣ୍ଡ ଦେବେ। ତା ସହିତ ଆପଣମାନେ କିଛି ଦକ୍ଷିଣା ଦେବେ ନିଜର ଶକ୍ତି ଅନୁସାରେ, 21, 51, 101 ଯାହା ବି ଆପଣଙ୍କର ଥିବ ଦେବେ। ଏବଂ ଏତକ ଜିନିଷ ଯେତେବେଳେ ଆପଣ ଗୋଟିଏ ଥାଳିରେ ସଜାଡ଼ି ଦେବେ, ଆପଣ ନିଜ ପୂର୍ବଜଙ୍କୁ ପ୍ରଣାମ କରି ଆପଣ ନିହାତି ବ୍ରାହ୍ମଣଙ୍କୁ ଏହି ଜିନିଷଟି ଦାନ ଦେବେ। ବ୍ରାହ୍ମଣ ଉଚିତ ମନ୍ତ୍ର ପାଠ କରି ଆପଣଙ୍କୁ ଠାରୁ ଏହିସବୁ ଜିନିଷ ନିହାତି ନେବେ। ତା ସହିତ ଯଦି ଆପଣମାନେ କିଛି ଧଳା ରଙ୍ଗର ମିଠା ଆଜି ଦାନ ଦେଇପାରୁଛନ୍ତି ନିଜ ପିତୃଙ୍କ ଉଦ୍ଦେଶ୍ୟରେ, ଏହା ବହୁତ ଭଲ ଅଟେ। ଦର୍ଶକ ବନ୍ଧୁ, ଏହା ତ ଆପଣ ବ୍ରାହ୍ମଣକୁ ଦାନ ଦେବେ। ଏବେ ଆଉ 2ଟି ଦାନ ଏବେ କହୁଛି, ଯାହାକି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ବ୍ରାହ୍ମଣ ଆପଣଙ୍କୁ ମିଳୁନାହିଁ, ଏହି 2ଟି ଦାନ ଆପଣମାନେ ନିହାତି କରିଦିଅନ୍ତୁ।
ଆପଣଙ୍କ ଘରର ଆଖପାଖରେ ଗରିବ ବ୍ୟକ୍ତି ହୁଏତ ଆସିଥାଇ ପାରନ୍ତି। କୌଣସି ମନ୍ଦିରରେ ବାହାରରେ ବି ପ୍ରାଙ୍ଗଣରେ ବି ବସିଥାନ୍ତି ଗରିବ ବ୍ୟକ୍ତିମାନେ। ଆପଣ ଗରିବ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଆଜିର ଦିନରେ ଅର୍ଥାତ୍ ଗୋଟାଏ ମିଲ୍ ବି ଆପଣମାନେ ଦେଇପାରନ୍ତି। ଗୋଟାଏ ଖାଦ୍ୟ ଆଜି ଗରିବ ବ୍ୟକ୍ତିଙ୍କୁ ନିହାତି ଖାଇବା ପାଇଁ ଦିଅନ୍ତୁ। ତା ସହିତ ଗରିବ ବ୍ୟକ୍ତିଙ୍କୁ ଜୋତା ସହିତ ଛତା ମଧ୍ୟ ଆଜିର ଦିନରେ ନିଶ୍ଚୟ ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ସମ୍ବଳ ଅଛି ଏହି ଦୁଇଟି ଜିନିଷ ଗରିବ ବ୍ୟକ୍ତିଙ୍କୁ ଆଜିର ଦିନରେ ନିଶ୍ଚୟ ଦିଅନ୍ତୁ ଏବଂ କିଛି ଆପଣଙ୍କର ଶକ୍ତି ମୁତାବକ କିଛି ଟଙ୍କା ମଧ୍ୟ ଦିଅନ୍ତୁ। ତୃତୀୟ ଜିନିଷ କାହାକୁ ଦାନ ଦେବେ? ଗୋମାତା। ଗୋମାତାଙ୍କ ଶରୀରରେ 33 କୋଟି ଦେବୀ ଦେବତା ବାସ କରନ୍ତି। ତେବେ ଏହି ମହାଳୟା ଅମାବାସ୍ୟାର ଏହି ନିୟମଟି ଆପଣମାନେ ନିହାତି ପାଳନ କରନ୍ତୁ। ସକାଳ ବେଳେ ଯେତେବେଳେ ଖାଦ୍ୟ ପ୍ରସ୍ତୁତ କରିବେ ସେତେବେଳେ ପ୍ରଥମ ଖାଦ୍ୟ ଯେତେବେଳେ ପୁରା ଖାଦ୍ୟ ପ୍ରସ୍ତୁତ ହୋଇଯିବ ଗୋଟିଏ ପ୍ଲେଟରେ ଅତି ସୁନ୍ଦର ଭାବରେ ନିଜ ପୂର୍ବଜଙ୍କୁ ସ୍ମରଣ କରି ଗୋମାତାଙ୍କ ପାଇଁ ଖାଦ୍ୟ ବାହାର କରନ୍ତୁ। ଯେମିତି ଗୋଟିଏ ମଣିଷକୁ ଖାଇବାକୁ ଦଉଛନ୍ତି ସେମିତି ଗୋମାତାଙ୍କ ପାଇଁ କାଲି ଖାଇବା ବାହାର କରନ୍ତୁ। ଘରେ ଯାହା ବି ବନୁଛି ତାହା ସବୁ ବାହାର କରିଦିଅନ୍ତୁ। ନିଜ ପୂର୍ବଜଙ୍କୁ ସ୍ମରଣ କରି କାଲିର ଦିନରେ ଆପଣମାନେ ପୂର୍ବଜଙ୍କର ଉଦ୍ଧାର ନିମିତ୍ତ ବା ପୂର୍ବଜଙ୍କୁ ନିମିତ୍ତ ନିହାତି ଦେଇଦିଅନ୍ତୁ। ଗାଈର ମୁହଁ ହେଉଛି ଗୟା। ଯେମିତି 33 କୋଟି ଦେବୀ ଦେବତା ବାସ କରୁଛନ୍ତି, ଗାଈର ମୁଖରେ ଗୟାର ବାସ ଅଛି। ଗୟା ପରି ପବିତ୍ର ତୀର୍ଥସ୍ଥାନ ତାର ମୁହଁରେ ବାସ ଅଛି। ଯେଉଁମାନେ ଗୟା ଯାଇ ପିଣ୍ଡଦାନ କରିପାରୁନାହାନ୍ତି, ଗୋମାତାଙ୍କର ସେବା, ଗୋମାତାକୁ ଖାଦ୍ୟ, ଗୋମାତାକୁ ପିଣ୍ଡଦାନ ଦେବା ଦ୍ୱାରା ମଣିଷର ବହୁତ କିଛି ଉନ୍ନତି ହୋଇଥାଏ, ସର୍ବାଶୁଭ ହୋଇଥାଏ। ଆପଣଙ୍କୁ କେତେ କେହି ଖରାପ ଚିନ୍ତା କରୁନା କାହିଁକି, କେହି ଆପଣଙ୍କୁ କେତେ ଗାଳି ଗୁଲଜ କରୁନା କାହିଁକି, ଯଦି ସେହି ବ୍ୟକ୍ତି ସବୁବେଳେ ଗାଈର ସେବା କରୁଛି, ଗୋମାତାର ସେବା କରୁଛି, ଖୁସି ଖୁସିରେ ସେବା କରୁଛି, ସେହି ବ୍ୟକ୍ତି ଉପରେ କୌଣସି ବ୍ୟକ୍ତିର ଖରାପ ନଜର ଲାଗିବ ନାହିଁ। ଯଦି କୌଣସି ଛୋଟ ପିଲାକୁ ନଜର ଲାଗି ଯାଇଥାଏ ତେବେ ଗାଈର ଲାଞ୍ଜରେ ଝଡ଼ାଇ ଦିଅନ୍ତୁ। ଏହା ବହୁତ କାମ ଦେଇଥାଏ। ଏହି ପିତୃ ଅମାବାସ୍ୟା ଦିନ ନଖ ଦାଢ଼ି ଚୁଟି କାଟିବେ ନାହିଁ କିମ୍ବା ଆମିଷ ଭକ୍ଷଣ କରିବେ ନାହିଁ। ଆପଣଙ୍କର ବାପା ମା ଥିଲେ ମଧ୍ୟ ଏହି ଅମାବାସ୍ୟା ଦିନ ନିହାତି ଆପଣଙ୍କର ପିତୃପୁରୁଷ ମାନେ ଆପଣଙ୍କ ଘରୁ ଆପଣଙ୍କୁ ଆଶୀର୍ବାଦ ଦେଇ ଚାଲି ଯାଉଛନ୍ତି। ତେଣୁ ଏହି ଅମାବାସ୍ୟାକୁ ଆପଣମାନେ ଜମା ବି ହାତ ଛଡ଼ା କରନ୍ତୁ ନାହିଁ। ଆଜିର ଗୋଟିଏ ଦିନ ଆପଣଙ୍କର ବର୍ଷ ସାରାର ପାପକୁ ନଷ୍ଟ କରିପାରେ। ପୂର୍ବଜଙ୍କ ଆଶୀର୍ବାଦରେ ଆପଣଙ୍କର ଅଧା ଅଧୁରା କାମ ମଧ୍ୟ ପୂରଣ ହୋଇପାରେ। ପୂର୍ବଜଙ୍କର କାମ ହେଉଛି ଏଇଆ ଯେ ଘରେ ମାଙ୍ଗଳିକ କାର୍ଯ୍ୟ କରିବେ। ଆଜିର ରାତିରେ ଆପଣମାନେ ଗୋଟିଏ ଚାଉଳ ଅମାବାସ୍ୟାର ରାତ୍ରିରେ ଅର୍ଥାତ୍ 21 ସେପ୍ଟେମ୍ବର ରବିବାର ରାତ୍ରିରେ ନିଜ ଘରର ମୁଖ୍ୟ ଦ୍ୱାରରେ କିଛି ଚାଉଳ ସହିତ ଗୋଟିଏ କର୍ପୂର ରଖିଦିଅନ୍ତୁ। ସକାଳ ସମୟରେ ତାହାକୁ ଜାଳି ଦିଅନ୍ତୁ। ଯେତେବେଳେ ସକାଳୁ ଉଠୁ ଉଠୁ ଯିବେ ସେମିତି ଅଗାଧୁଆରେ ସେହି କର୍ପୂରକୁ ଜାଳିଦେବେ। ଜାଳି ଦେବା ପରେ ସେହି ଚାଉଳକୁ ନେଇକରି କୌଣସି ଏକ ଜାଗାରେ ପକାଇଦେବେ, ଯେମିତିକି ଚଢ଼େଇ ମାନେ ତାହାକୁ ଖାଇବେ। ଏହାଦ୍ୱାରା ଆପଣଙ୍କ ଘରୁ ପିତୃଦୋଷ ଦୂର ହୋଇଥାଏ ଏବଂ ପ୍ରଭୁଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହି ପିତୃପୁରୁଷ ମାନେ ଆପଣଙ୍କୁ ଆଶୀର୍ବାଦ ଦେଇକରି ଆପଣଙ୍କ ଘରୁ ବିଦାୟ ନେଇଥାନ୍ତି। ତେଣୁ ପିତୃପୁରୁଷଙ୍କୁ ଖୁସି ଖୁସିରେ ବିଦାୟ କରନ୍ତୁ। ଗରିବକୁ କାଲିର ଦିନରେ କିଛି ଜଳ ମିଠା ପାନୀୟ ବି ଆପଣମାନେ ଦେଇପାରିବେ। ପୂର୍ବଜଙ୍କ ଉଦ୍ଦେଶ୍ୟରେ ଯେତେ ସେବା କରିବେ ତାହା ବହୁତ ଭଲ। ପକ୍ଷୀ ମାନଙ୍କ ପାଇଁ କାଲିର ଦିନରେ ଖାଇବା ନିହାତି ଢାଳି ଦିଅନ୍ତୁ। କିଛି ଜଳ ପଶୁ ପକ୍ଷୀଙ୍କ ଉଦ୍ଦେଶ୍ୟରେ ଢାଳି ଦିଅନ୍ତୁ ଏବଂ କୁକୁରକୁ ମଧ୍ୟ ଯେତେବେଳେ ଖାଇବାର ଶେଷ ଖାଇବା ରାତ୍ରି ସମୟରେ ଆପଣ ଘରେ ଯେଉଁ ରୁଟି ପ୍ରସ୍ତୁତ କରିବେ ଶେଷ ଖାଇବାଟି ଯାଇକରି ଆପଣମାନେ କୁକୁରକୁ ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା କଣ ହୋଇଥାଏ ନା, କୁକୁର ଖାଉଛି ଅର୍ଥ ରାହୁ କେତୁ ଶନି ଆପଣଙ୍କର ନିଶ୍ଚୟ ଶାନ୍ତ ରହିବ। କୌଣସି ଅସୁବିଧା କୌଣସି ଦୁର୍ଘଟଣାର ସାମ୍ନା କରିବେ ନାହିଁ। ଆପଣଙ୍କ ଘରକୁ କୌଣସି ଖରାପ ନଜର ଖରାପ ଶକ୍ତି ଆସିପାରିବ ନାହିଁ। ଯେତେ ପାରୁଛନ୍ତି ପୂର୍ବଜଙ୍କର ନିମିତ୍ତ ଆଜି ଦାନ ଧର୍ମ ନିଶ୍ଚୟ କରନ୍ତୁ। ଦର୍ଶକ ବନ୍ଧୁ, ଆପଣଙ୍କୁ ଯଦି କାର୍ଯ୍ୟରେ ସଫଳତା ମିଳୁନାହିଁ, ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କର ସବୁ କାମ ଅଧା ଅଧୁରା ରହୁଛି, ତେବେ ଏହି ଅମାବାସ୍ୟା ଦିନ ଏହି ଜିନିଷଟି ଦାନ ନିହାତି କରନ୍ତୁ। ଦେଖିବେ ଆପଣଙ୍କର ଜୀବନରେ କେତେ ପରିବର୍ତ୍ତନ ଆସୁଛି। ଏବେ ଦର୍ଶକ ବନ୍ଧୁ, ପିତୃପକ୍ଷରେ ଗାଈକୁ ଗୋଟାଏ ଜିନିଷ ଖାଇବାକୁ କୁହାଯାଇଛି, ଯାହାକି ରୁଟି ସହିତ କ୍ଷୀରି କିମ୍ବା ରୁଟି ସହିତ ଚିନି ଗାଈକୁ ଦେବେ ଏବଂ ବିସ୍କପି ନାମରେ ଗାଈକୁ ଖାଇବାକୁ ଦେବେ। ରୁଟିକୁ ଯେତେବେଳେ ଖାଇବାକୁ ଦେବେ ସେଥିରେ କ୍ଷୀରି କିମ୍ବା ଚିନି ନିହାତି ଦେବେ ଏବଂ ବିସ୍କପି ନାମରେ ଗାଈକୁ ଖାଇବାକୁ ଦେବେ। ଏହା ଦ୍ୱାରା ଧନ ସମ୍ପତ୍ତିର ଅଭାବ ଦୂର ହେବ।
ଆଶା କରୁଛି ଆଜିର ଭିଡ଼ିଓଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ।